ये ହେଉଛି ମୋ ଜୀବନର ସବୁଠାରୁ ଦୁଃଖମୟ ସମୟ। ମୋର ଗର୍ଭାବସ୍ଥା ସମୟ, ଯାହାକି ସମ୍ପୂର୍ଣ୍ଣ 9 ମାସ କାଳ ଆମେ ମା, ବାପା ଆଉ ପୁଅ ମିଶିକିରି କାଟିଥିଲୁ। ବହୁତ କଷ୍ଟ ହେଇଥିଲା। ଶେଷରେ ଡେଲିଭରିର କିଛି ଦିନ ପୂର୍ବରୁ ଆସିଥିଲା ମୋ ପାଖକୁ ମୋ ସାନ ଭଉଣୀ। ସେ ତ ସାନ ଭଉଣୀ ମୋର ନୁହେଁ, ସେ ମୋର ବଡ଼ ଭଉଣୀ। ତାର ବହୁତ ବୁଦ୍ଧି, ସାନ ହେଲେ ମଧ୍ୟ ମୋତେ ବହୁତ ବୁଝାଏ, ବହୁତ ଆଶ୍ୱାସନା ଦିଏ। ସବୁ କ୍ଷେତ୍ରରେ ମୋ ପାଖରେ ସେ ଛିଡ଼ା ହେଇଥାଏ। ସେ ଯାହା ବି ହେଉନା କାହିଁକି, ଏଇ ସମୟ ମୋତେ ବହୁତ କିଛି ଶିକ୍ଷା ଦେଇଛି। କିଏ ନିଜର ଆଉ କିଏ ପରର। ଇଏ ହେଉଛି ସେହି ସମୟ ଯେଉଁଠାରେ କି ତୁମେ ଜାଣିପାରିବ ତୁମର ନିଜର କିଏ ଆଉ ପରର କିଏ। ଆଉ ଲୋକମାନଙ୍କର ସବୁ ଅସଲ ଚେହେରା ସାମ୍ନାକୁ ବି ଆସିଯାଏ ଏଇ ସମୟରେ। ସମସ୍ତଙ୍କ ଜୀବନରେ ସୁଖ ଆସେ, ଦୁଃଖ ଆସେ, କଷ୍ଟ ବି ଆସେ, ଖୁସି ବି ଆସେ। କିନ୍ତୁ କଷ୍ଟ ସମୟରେ, ଦୁଃଖ ସମୟରେ ଯେଉଁମାନେ ସାଙ୍ଗରେ ଥାଆନ୍ତି ନା, ତାଙ୍କୁ କେବେ ବି ଭୁଲିବା ଉଚିତ ନୁହେଁ। ଏଇଟା ତ ମୁଁ